ସକାଳୁ ପ୍ରଥମେ ଚାହାରେ ମୁଢି ପକେଇ ଖାଇଲି। ଆସନ୍ତୁ ଆପଣ ମାନଙ୍କୁ ଦେଖଉଛି ଆମ ବୋଉଙ୍କର କିପରି ଚାହା ପିଇବା ଷ୍ଟାଇଲ। ଗୋଟିଏ ଗ୍ଲାସରେ ଅଧ ଗ୍ଲାସ ଚାହାକୁ ନେଇ ଆସିବେ। ତାପରେ ସେଇ ଚାହାକୁ ଥାଳିଆରେ ଓଜାଡି ଢୋକେ ଢୋକେ କରି ପିଇବେ। ସବୁ ଚାହାର ମଜା ନେଇଥିଲୁ ବସି ମୁହାଁମୁହିଁ ହୋଇ କଥାବାର୍ତ୍ତା ଭିତରେ କେତେବେଳେ ଚାହା ପିଇବା ସରିଗଲା କିଛି ଜଣା ପଡିଲା ନାହିଁ। ଆଜି ହଉଛି ମଙ୍ଗଳବାର, ବୋଉ ଖାଇବେ ଆଜି ଶୁଦ୍ଧ ଅରୁଆ ଆହାର। ତାଙ୍କ ପାଇଁ ଅରୁଆ ଭାତ ମୁଗ ଡାଲମା ଟିକେ ବନେଇଛି। ରିଫାଇଣ୍ଡ ତେଲ ସରିଯାଇଛି ବୋଲି ବୋଉ କହିଲେ ସେ ଭଜା ଭଜି ଯାତ୍ରା କରେନି କିଛି। ଆମ ବାଡି ଗଛରେ ତ ଲେମ୍ବୁ ଫଳିଛି, ସେଇ ଭାତ ଡାଲମା ଲେମ୍ବୁ ପାଣି ଟିକେ କରିଦେଲେ ଆଉ କଣ କିଛି ଦରକାର ପଡୁଛି। ଇଏ ତ ଥିଲା ଆମ ଶାଶୁ ମାଙ୍କର ଖାଇବା। ଆମ ଖାଇବାରେ କଣ ଅଛି ଚାଲନ୍ତୁ ଦେଖିବା। କାହିଁ କେତେ ଦିନ ପରେ ମସଲା ଦିଆ ଗୋଟା କଲରା ଭଜା ଆଜି ପାଟିରେ ବାଜିବ। ତା ସହିତ ଏକ୍ସଟ୍ରା ମସଲାକୁ ଖାଲି କଲରା ମଞ୍ଜି ପକେଇ ଭାଜି ଦେଇଛି, ସିଏ ବି ଖାଇବାରେ ଭାରି ବଢିଆ ଲାଗିବ। ଚାରିଟା ବେଳେ ସ୍କୁଲରୁ ଆସି ଆଦି ବାବା ସିଧା ଶୋଇ ପଡିଲେ, ଯୋଉଥିପାଇଁ କି ସନ୍ଧ୍ୟା ବେଳେ ପୁରା ଫ୍ରେଶ ମାଇଣ୍ଡରେ ସେ ପାଠ ପଢି ପାଇଲେ। ଆଦି ବାବା ଛୋଟ ଛୋଟ କରି ପୁରା ଚୁଟି କାଟି ଦେଇଛ। ରାତି ଖାଇବାରେ ସୋରିଷ ମସଲା ଦେଇ ପୋଇ ଆଳୁ ଭାଜି ଦେଲି। ଭାତ ଡାଲମା ପୋଇ ଆଳୁ ଭଜାକୁ ନେଇ ପତିଦେବଙ୍କୁ ଖାଇବାକୁ ଦେଲି। ଆଉ ମୋର ତ ପଖାଳ ଗଣ୍ଡେ ନହେଲେ ହବ ନାହିଁ। ଆପଣ ମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ ନ କରିଥିଲେ ଫଟାଫଟ କରିଦିଅନ୍ତୁ। ଜୟ ଜଗନ୍ନାଥ।